ଯେମିତି ଆପଣ ଜାଣୁଛନ୍ତି କି ଏବେ ଯୋଉ ପୂଜା ପର୍ବାଣୀ ସିଜନ୍ ଆସୁଛି ସେହି କ୍ରମେ ଓଡ଼ିଶା ପୁଲିସ୍ ଏବଂ ମାନ୍ୟବର ଡିଜି ସାର୍ଙ୍କର ନିର୍ଦ୍ଦେଶ କ୍ରମେ ଆମର ଅନୁଗୁଳ ଜିଲ୍ଲା ପୁଲିସ୍ ବିଭିନ୍ନ ସମୟରେ ବିଭିନ୍ନ ଏନଫୋର୍ସମେଣ୍ଟ ଡ୍ରାଇଭ୍ସ କରି ଆସୁଛି। ଅପରେସନ୍ ପ୍ରହାରରେ ଆମେ ଆଣ୍ଟି ସୋସିଆଲ୍ସ ଉପରେ ଷ୍ଟ୍ରିକ୍ଟ ଆକ୍ସନ୍ ନେଇଥିଲୁ। ସେଇଥିରେ ବିଭିନ୍ନ କେସେସ୍ କରାହେଇଥିଲା, ଇଲିଗାଲ ଆର୍ମସ୍ ସିଜ୍ କରାହେଇଥିଲା। ଏବେ ଆମର ଅପରେସନ୍ ଅଗ୍ନି ଏବେ ଆମେ ଗୋଟେ ଲାଷ୍ଟ 5 days ହେଇଗଲା ସେଇଟା ଷ୍ଟାର୍ଟ କରିଛୁ। ସେହି କ୍ରମେ କଣ୍ଟିନ୍ୟୁଅସଲି ଆମର ସ୍ପେଶାଲ ସ୍କ୍ୱାଡ୍ ଆଉ ବିଭିନ୍ନ ଥାନା କଣ୍ଟିନ୍ୟୁଅସଲି ଇଲିଗାଲ ଫାୟାର କ୍ରାକର୍ସ, ଇଲିଗାଲ ଆର୍ମସ୍, ଇଲିଗାଲ ଏକ୍ସପ୍ଲୋଜିଭ୍ସ ଉପରେ ନଜର ରଖିକି ଇଣ୍ଟେଲିଜେନ୍ସ ବେସ୍ଡ ଅପରେସନ୍ସ ଆମେ କରିଛୁ। ଲାଷ୍ଟ 3 ଦିନରେ ଆମେ 15ଟି କେସ୍ FIR ରେଜିଷ୍ଟ୍ରେସନ୍ କରିଛୁ, ଯେଉଁଥିରେ କି ତାଲଚେର ଥାନା 6ଟି କେସ୍, ଅନୁଗୁଳ ଥାନା 3ଟି କେସ୍, ଛେଣ୍ଡିପଦା 2ଟି, ବାଗେଡ଼ିଆରେ ଗୋଟେ, NTPCରେ ଗୋଟେ, ସଦର ଥାନାରେ 2ଟା, ଏମିତି ବିଭିନ୍ନ ଥାନା ଏରିଆରେ ଯେଉଁମାନେ ବି ଇଲିଗାଲି ଫାୟାର କ୍ରାକର୍ସ ହଉ କିମ୍ବା ଲୋକାଲ କ୍ରାକର ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍ସ ହଉ ସେଇଟା ମଧ୍ୟ ଆମେ ଇଲିଗାଲ ଯେଉଁ ଚାଲିଥିଲା ତା ଉପରେ ଆକ୍ସନ୍ ନେଇଛୁ। ସେଇ ଭିତରେ ଆମର ଟୋଟାଲ 13 ଜଣ ଆକ୍ୟୁଜ୍ଡ ଆରେଷ୍ଟ କରିକି କୋର୍ଟ ଫରୱାର୍ଡ କରାଯାଇଛି। 3 ଜଣକୁ ନୋଟିସ୍ ସର୍ଭିସ୍ କରାଯାଇଛି। ପାଖାପାଖି ଆରାଉଣ୍ଡ 5700 କିଲୋଜ ଆପ୍ରକ୍ସିମେଟଲି 5700 କିଲୋର ଫାୟାର କ୍ରାକର୍ସ ଏବେ ପର୍ଯ୍ୟନ୍ତ ସିଜ୍ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ଆମେ 1.5 crores ଆମେ ଅନୁମାନ କରୁଛୁ। ସେଇ ଭିତରେ ଗୋଟେ ଲାଇସେନ୍ସଡ ବ୍ୟାପାରୀଙ୍କର ବି ଗୋଟେ ରେଡ୍ ହେଇଥିଲା, ଯେଉଁ ଲାଇସେନ୍ସ କଣ୍ଡିସନ୍ସ ଭାଇଲେଟ୍ କରିବା ପାଇଁ ତାଙ୍କର ପ୍ରେମିସେସଟାକୁ ସିଲ୍ କରାହେଇଛି, ଲାଇସେନ୍ସକୁ କ୍ୟାନସେଲ୍ କରିବା ପାଇଁ ମଧ୍ୟ ଲେଖା ହେଇଛି। ମୁଁ ସମସ୍ତ ଜିଲ୍ଲା ସାରା ଲୋକଙ୍କୁ ଆହ୍ୱାନ ଦେବାକୁ ଚାହିଁବି କି ଯେଉଁ ଆମର ମାନ୍ୟବର ସୁପ୍ରିମକୋର୍ଟଙ୍କର ଆଦେଶ ଅଛି କି ଗ୍ରୀନ୍ କ୍ରାକର୍ସ ହିଁ ଆପଣ କ୍ରାକର ବଷ୍ଟିଂ କରିବେ, କମ୍ୟୁନିଟି ବଷ୍ଟିଂ କରିବେ। ଯେଉଁମାନେ ଇଲିଗାଲି ଷ୍ଟୋରେଜ୍ କରିଛନ୍ତି ଫାୟାର କ୍ରାକର ସେମାନଙ୍କ ବିରୁଦ୍ଧରେ ଆମେ ଆକ୍ସନ୍ଟା କଣ୍ଟିନ୍ୟୁ ରଖିବୁ। ସେମାନଙ୍କ ବିରୁଦ୍ଧରେ FIR ରେଜିଷ୍ଟ୍ରେସନ୍ କରାଯିବ, ଆରେଷ୍ଟ ମଧ୍ୟ କରାଯିବ, ତାଙ୍କର କ୍ରାକର୍ସ ସିଜ୍ କରିକି ଡିଷ୍ଟ୍ରୟ ମଧ୍ୟ କରାଯିବ। ତ ଏହି ଅପରେସନରେ ଆମର ଏଜ୍ ଅଫ୍ ନାଉ 15ଟି କେସ୍ ରେଜିଷ୍ଟ୍ରେସନ୍ ହେଇଛି, 13 ଜଣ ଆକ୍ୟୁଜ୍ଡ ଆରେଷ୍ଟ ହେଇକି ଫରୱାର୍ଡ ହେଇଛନ୍ତି, 3 ଜଣକୁ ନୋଟିସ୍ ସର୍ଭ କରାହେଇଛି। 5700 କିଲୋରୁ ଉର୍ଦ୍ଧ୍ୱ ୱେଟ୍ର ବାଣ ସିଜ୍ ହେଇଛି, ଯାହାର ଆନୁମାନିକ ମୂଲ୍ୟ ଆରାଉଣ୍ଡ 1.5 crores ଆମେ ଅନୁମାନ କରୁଛୁ। ଯେଉଁମାନେ ଯେମିତି ବୃଦ୍ଧ ଲୋକ ଅଛନ୍ତି କିମ୍ବା ରୋଗିଣୀ ଅଛନ୍ତି ସେମାନଙ୍କୁ ଯେଉଁ BNSSରେ ପ୍ରୋଭିଜନ୍ ଅନୁସାରେ ତାଙ୍କୁ ଆମେ ନୋଟିସ୍ ସର୍ଭିସ୍ କରୁଛୁ। ଅଦରୱାଇଜ୍ ସବୁ କେସେସ୍ରେ କୋର୍ଟ ଫରୱାର୍ଡ କରାଯାଇଛି। ଏଇଭଳି ଚଢ଼ଉ ଆମର କଣ୍ଟିନ୍ୟୁଅସଲି ଜାରି ରହିବ। ସେଇଥିପାଇଁ ଆମର ମାନ୍ୟବର ଡିଜି ଆମକୁ ଆଜି ମଧ୍ୟ BC ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି କି ଏମିତି ପ୍ରକାର ଚଢ଼ଉ ଆମର ଚାଲୁ ରହିବ, ଯେଉଁ ପ୍ରକାର କି ଅନୁଗୁଳ ଜିଲ୍ଲାରେ କୌଣସି ପ୍ରକାର ଅନଟୁୱାର୍ଡ ଇନସିଡେଣ୍ଟ ନ ହଉ, କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନ ବ୍ୟାପୁ ଏବଂ ଯେଉଁ ଜନସାଧାରଣ ଅଛନ୍ତି ତାଙ୍କର ଜୀବନ, ତାଙ୍କର ଲାଇଫ୍ ଆଣ୍ଡ ପ୍ରପର୍ଟିକୁ କୌଣସି ପ୍ରକାର ଡ୍ୟାମେଜ୍ ନ ହଉ। ଜବତ ହେଇଥିବା ଯେଉଁ ସାମଗ୍ରୀ ଅଛି ତାକୁ ଏଜ୍ ପର୍ ଦି ସର୍କୁଲାର, ଏଜ୍ ପର୍ ଦି ଗଭର୍ଣ୍ଣମେଣ୍ଟ ଗାଇଡଲାଇନ୍ସ ତାକୁ ଡିଷ୍ଟ୍ରୟ କରାଯାଏ। ଆମର ସାଇଣ୍ଟିଫିକ୍ ଟିମ୍ର ପ୍ରେଜେନ୍ସରେ ସବୁ ସିଜ୍ଡ ଫାୟାର କ୍ରାକର୍ସକୁ ଡିଷ୍ଟ୍ରକ୍ସନ୍ କରାଯିବ।